କିଛି ଅଡ଼ୁଆ ପରିସ୍ଥିତି ନୁହେଁ। 24 ବର୍ଷ ଧରିକି ରାଜ୍ୟ ଅବହେଳିତ ହେଇକି ଥିଲା। ଏଠୁ ଚାଷୀଙ୍କଠୁ ଆରମ୍ଭ କରିକି ଚାଷୀ ଯୁବକ ମହିଳା ସମସ୍ତେ ଏ ରାଜ୍ୟରେ ଅବହେଳିତ ହେଇକି ଥିଲେ। କୋଉଭଳି ଭାବରେ ଚାଲିଥିଲେ ସେ କଥା ଜଣାଅଛି। ମୁଁ ଅଯଥାରେ ସମାଲୋଚନା କରେ ନାହିଁ, କିନ୍ତୁ ମୁଁ ସ୍ପଷ୍ଟ ଭାବରେ ଏକଥା ଅନ୍ତତଃ କହିପାରିବି ଯେ ଏଠି 24 ବର୍ଷ ଧରିକି ସରକାର ଚାଲୁଥିଲା କି ନ ଚାଲୁଥିଲା ସେ କଥା ବି ଜଣାପଡ଼ୁନି। ସେଭଳିଆ ସ୍ଥିତିରେ ଥିବା ସମୟରେ ଯେତେବେଳେ ଆଜି ଆମେ ଆସିଛୁ, ଯେତେବେଳେ ଜନକଲ୍ୟାଣକାରୀ କାମଗୁଡ଼ିକ ଗୋଟିଏ ଗୋଟିଏ କରି ହାତକୁ ନିଆହେଉଛି, ବେଳେବେଳେ ନିଶ୍ଚିତ ଭାବରେ କେଉଁଠି କ'ଣ ପୁରୁଣା କଥାଗୁଡ଼ିକ ପୁଣି ଆଜି ଖୋଳି ହେଇକି ବାହାରକୁ ବାହାରୁଛି ଏବଂ ପୁରୁଣା ଭାବରେ ପ୍ରପୀଡ଼ିତ ହେଉଥିବା ଲୋକମାନେ ତାଙ୍କର ଦାବିକୁ ସରକାରଙ୍କ ପାଖରେ ଜଣାଉଛନ୍ତି। ସରକାର ସହୃଦୟତାର ସହିତ ସେ କଥାକୁ ବି ଆଗକୁ ଧରିକି ଚାଲୁଛନ୍ତି। ସରକାର କୌଣସି ଜାଗାରେ ଲୋକଙ୍କର ଦାବିକୁ ଲୋକଙ୍କର ଅଭିଯୋଗକୁ ଏ କଥାକୁ ଅଣଦେଖା କରୁନାହାନ୍ତି ଏବଂ ଆମେ ବି ଯତ୍ପରୋନାସ୍ତି ଚେଷ୍ଟା କରୁଛୁ। ସେ ଯେଉଁ ସମସ୍ୟା ଗୁଡ଼ିକ ସାମ୍ନାକୁ ଆସୁଛି, ଲୋକଙ୍କର ଅଭିଯୋଗ ଗୁଡ଼ିକ ଆସୁଛି, ବିଭିନ୍ନ ଆସୋସିଏସନ୍ ଅଭିଯୋଗ ଆସୁଛି, ତାକୁ ସବୁଗୁଡ଼ିକର କେଉଁଭଳି ଭାବରେ ସମାଧାନ ହେବ ସେଥିପାଇଁ ଆମେ ପୁରା ଯତ୍ପରୋନାସ୍ତି ଚେଷ୍ଟା କରୁଛୁ। ତେଣୁକରି ମୋ କହିବା କଥା ହେଲା, ସରକାର ଗୋଟିଏ ପ୍ରୋସେସ୍ରେ ଚାଲେ। ଏଥିରେ ଯେଉଁ ଯେଉଁ ଜାଗାରେ ସମସ୍ୟା ଆଖି ଆଗକୁ ଆସିବ ତାକୁ ପ୍ରାଥମିକତା ଦେଇକି ତାକୁ ତାର ସମାଧାନ କରିବା ହେଉଛି ସରକାରଙ୍କର ଗୋଟେ ପ୍ରାଥମିକ କାମ। ଆମେ ସେଇ ଆଧାରରେ କାମ କରୁଛୁ ଏବଂ ଜନକଲ୍ୟାଣକାରୀ କୌଣସି କଥା, ଜନହିତକାରୀ କୌଣସି କଥା ଆମ ନଜରରୁ ବର୍ତ୍ତିକି ରହିବ ନାହିଁ। ଆମେ ନିଶ୍ଚିତ ଭାବରେ ତାର ସମାଧାନ ସୂତ୍ର ନିଶ୍ଚିତ ଭାବରେ କାଢ଼ିବୁ ଏବଂ ଲୋକଙ୍କର ସୁବିଧା ଅସୁବିଧା ନିଶ୍ଚିତ ଭାବରେ ସମାଧାନ ବି ହେବ।